ନକଲି ଡାକ୍ତରଙ୍କ ଗର୍ଭପାତ ରାକେଟର ପର୍ଦ୍ଦାଫାଶ। ଅଭିଯୁକ୍ତ ନକଲି ଡାକ୍ତର ଗିରଫ। ଆଠଗଡ଼ ବଡ଼ମ୍ବା ବ୍ଲକ ସୁନାପାଳ ନିକଟରେ 30 ବର୍ଷ ହେଲା ଚାଲିଥିଲା କ୍ଲିନିକ୍। ଆଜି ବଡ଼ମ୍ବା ପୋଲିସ କ୍ଲିନିକ୍ରେ ଚଢ଼ାଉ କରି ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ଗିରଫ କରିଛି। ଗର୍ଭପାତ ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି। 30 ବର୍ଷରୁ ଅଧିକ ହେବ ଏହି ବେଆଇନ କ୍ଲିନିକ୍ ସୁନାପାଳରେ ଚାଲି ଆସିଛି। ଅଭିଯୁକ୍ତ ଜୟନ୍ତ ବସ୍ତିଆ ଦୀର୍ଘ ଦିନ ଧରି ବିନା ଲାଇସେନ୍ସରେ ଏକ ଗୁପ୍ତ କ୍ଲିନିକ୍ ଚଳାଇ ଆସୁଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବଡ଼ମ୍ବା ପୋଲିସ ଓ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୋଳଗୋବିନ୍ଦ ଜେନାଙ୍କ ଉପସ୍ଥିତିରେ କ୍ଲିନିକ୍ରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ଜୟନ୍ତ ବସ୍ତିଆଙ୍କୁ ଗିରଫ କରାଯାଇଥିବା ଆଠଗଡ଼ ଏସ୍ଡିପିଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି। ଆମ ପାଖରେ ଇନଫର୍ମେସନ୍ ଆସିଥିଲା କି ଜୈନିକ ବ୍ୟକ୍ତି ଜୟନ୍ତ ବସ୍ତିଆ ସୁନାପାଳ ସେ ତା ନିଜ ଘରରେ ବିଭିନ୍ନ ପ୍ରକାର ମେସିନ୍ ରଖିକି ଆବର୍ଷଣ କାମ ଗୁଡ଼ା କରାଉଛି ଓମେନ୍ ମାନଙ୍କର। ଗତକାଲି ଏମିତି 2 ଜଣ ଆସିକି ଥିଲାବେଳେ ଆମେ ମଧ୍ୟ ପୋଲିସ ଛଦ୍ମବେଶରେ ସେଠିକି ଯାଇଥିଲା ସାଧା ଡ୍ରେସ୍ରେ ଏବଂ ଜାଣିବାକୁ ପାଇଥିଲା ଆବର୍ଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାପରେ ଆମେ ଡକ୍ଟରଙ୍କୁ ସବ୍ କଲେକ୍ଟରଙ୍କ ଜରିଆରେ ଡକ୍ଟରଙ୍କୁ ରିକ୍ୱେସନ୍ କରିଥିଲୁ ଏବଂ ଡକ୍ଟର ଟିମ୍ ମଧ୍ୟ ଆମ ସହିତ ଆକମ୍ପାନୀ କରିଥିଲେ ବଡ଼ମ୍ବା ପୋଲିସ ସହିତ ଏବଂ ଯାଇକି ରେଡ୍ କରିଥିଲେ। ରେଡ୍ କରିବାରୁ 2 ଜଣ ସ୍ତ୍ରୀ ଲୋକ ମଧ୍ୟ ଅନ୍ତଃସତ୍ତ୍ୱ ଅବସ୍ଥାରେ ବା ଗର୍ଭବତୀ ଥିବା ମିଳିଥିଲା। ସେମାନେ ପ୍ରସ୍ତୁତ ହେଉଥିଲେ ଆବର୍ଷଣ କରିବାକୁ। ଆଉ ତେଣୁକରି ଆମେ ସେ ଲୋକକୁ ଆରେଷ୍ଟ କରିଛୁ, ତା ସାମଗ୍ରୀ ଗୁଡ଼ିକ ଜବତ କରିଛୁ। ଆଜି ସେ ମଧ୍ୟ କୋର୍ଟ ଫରୱାର୍ଡ ହେବ।